पंडित मंडली से भक्त आखिर लुह को भगवान सहती आज्ञा कहला भगत मोहर रंगत हईले भगत आखिरे लोटक झरिले भगत मोहर जहा करुथाई भक्त जनु मोर मंगल पांचई सही सही कि मो भक्त कांदिले मु सहीबी नहीं नहीं से पंडित भक्त भगवान गोटी आज्ञा दिजर रुहती ना ना भक्त सब भगवान को रही थाए धन संपत्ति टंका पैसा ब्याग मानस सुदारूपा किए पंडित पाइबा बाइया सिना किंतु भक्त भगवान को पाइबा बाइया से पंडित मंडली डाकुची बालक सबर पुत्र भगवान को जंगल रे गायिका महाशयंकर पाखरे गोटे प्रश्न पापर बापा किए आज्ञा पापर बापा हूँ लोभ लोभ जेते करिए पाप सेते हबो हे पंडित मंडली या हूँ वास्तव सत्य पापर बापा हूँ लोभ लोभ ताहले हे मोर पंडित मंडली बालक भगवान को डाकिला गोटे पथ गीत गोविंद गाइबा गांतु हरि दिन मणि कांदी पंडित जंगल में बसी अवस्था समय बेताल माने 8टा पंडित मंडली 108टा मुंड को काटी सारे आ गोटे मुंड बाकी अच्छी माँ काली मंदिर मध्य सी बड़ी देले जोग सिद्धि हाँपाई गोटे मुंड आ खोजुले पंडित अष्ट बेताल जिते बेले कपालिक माने से बनस्थ सारा पुओ कहार पंडित मंडली मुंड मार पाखरे बलि देवा पाई सारा जंगल रे बुलुथिबे ए बालक धीर होई भगवान को न पाई बसी कांदुथिला बेले ए कपालिक गोर मुंड पाई बुलुथिला बेले पंडित कृष्ण भक्त पाखरे पहुंचिले भाई देखिलानु गोटे पिल्ला बसिची भलो टोकाटा दो बढ़िया साइज टोका बसिची अरे कुमंडल लगेजी रे एगे टाका बळी दे देले केमती हंदा ओ आमे हे जीवा बेताळ बेताळ हो 107 बळी सरीच अब गोटे बळी देले 108 हले आमे होई जीवा साधिले तुम्हें गच्छ को चलैब भाविच हाँ हाँ पर्वत चलै गच्छ चलैब ए गौणिया मुंडियाटा को चलै कि नै जीबे पंडित मंडली पुत्र को कहिले बालक तू काहा को खोजुछु किरे बालक काहा को खोजुछु ना मु कृष्ण भगवान खोजुछु ए याती अरे हमारी पाखरे अछंती कृष्ण भगवान आम घरे अछंती रे आम पाखरे अरे कृष्ण भगवान तो पंडित
ଦରିଦ୍ରକୁ ଧନ ମିଳିଗଲା, ଅନ୍ଧକୁ ଚକ୍ଷୁ ମିଳିଗଲା। ମନରେ ଏମିତି ଭାବିକି ତାଙ୍କ କଥାକୁ ବିଶ୍ୱାସ କଲା ବାଳକ, ଭାଇରେ ମୁଁ ତମ ସହିତ ଯିବି, ମତେ କୃଷ୍ଣଙ୍କୁ ଦେଇପାରିବ? ଆସ ଆସ କହିଲା ତମେ ଆମ ସାଙ୍ଗରେ ଆସ। ପଣ୍ଡିତେ ବିଶ୍ୱାସ ଜନ୍ମାଇ ତା ଭିତରେ ଏ ବାଳକକୁ ପଣ୍ଡିତେ ମାଙ୍କର ପାଖରେ ବଳି ଦେବା ପାଇଁ ନେଇକି ଚାଲିଗଲେ। ଭଗବାନଙ୍କର କୃଷ୍ଣ ଭକ୍ତ କିଏ ମାରିବ ଆଜ୍ଞା? ଜନ୍ମ ଦେଖିଲେ ଡରିବ ବ୍ରହ୍ମକୁ ଆଶ୍ରୟ କରିବା ମଣିଷକୁ। ଆଜ୍ଞା ଏତେ ଦିନ ମାନେ ଏତେ ଛୁଆ ଆମେ ଆଣିକି ବଳି ପକେଇଛେ, ଏମିତି ସୁନ୍ଦରିଆ ଏମିତିଆ ସାଇଜିଆ ଟୋକା ବାଃ ଆମ ଜୀବନରେ ଦେଖି ନଥିଲେ। କହିଲା ହରି ଦେଖେ ହେଇ ହେଇ ହରି ଭକ୍ତିମୟୀ ଯାହାର ହୃଦୟ ପାଏ ପ୍ରକାଶ, ପ୍ରଭୁ ହୋଇଥାଏ ତାହାର ସଦା। ସତ୍ୟ ଧର୍ମରେ ଚାଳିତ ହୁଏ ଯେଉଁ ଜନ, ତାହାକୁ ଦେଖିଲେ ଭୟ କର ଈଶ୍ୱର। ଯିଏ ସତ୍ୟ ଧର୍ମରେ ମା ଯାଇଥିବ ତାକୁ ଯମ ଦେଖିଲେ ପୁରା ଡରିବ। ଡରିବ ଡରିବ ମୁଁ ନାରାୟଣଙ୍କ ଭକ୍ତ, ଭଗବାନଙ୍କୁ ଖୋଜି ଖୋଜି ବାଇଆ ହୋଇଛି ଆଜ୍ଞା, ଜଙ୍ଗଲରେ ପଡିଛି। ଆକୁ ମିଥ୍ୟା ଭାବନାକୁ ଛନ୍ଦି ଦେଇ ତା ଭିତରେ ବିଶ୍ୱାସ ଜନ୍ମାଇ ବଳି ଦେବା ପାଇଁ ମା କାଳୀଙ୍କ ମନ୍ଦିରରେ ପହଞ୍ଚିଲେ। ଏଇଠି ଅଟକି ମାରେ ଏଇଠି ପଣ୍ଡିତ ମଣ୍ଡଳୀ, ମା ପଣ୍ଡିତ ମଣ୍ଡଳୀ ଜଗଧାତ୍ରୀ ଜଗଦମ୍ବା, ସିଏ କାହା ରକ୍ତ ଖାଏନି। ବଳି ଖାଇବି କାଇ ବଳି ପାଣି ଖାଇବି ମାଲୋ କାଇ ବଳି ଆଣିଛୁ ଦେଖ କାଇ ପକାଇ ଦେବି ଅଙ୍ଗନବାଡି ଖଣ୍ଡା ତା ରକ୍ତ ଦିଏ ପିଇବୁ 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 ଇଏ ଥାଳିରେ ଦିଏ ଇଏ ଖଣ୍ଡା ନିଏ ଆରେ ମା କାହାର ରକ୍ତ ପିଏ? ମୂର୍ଖ ଗଣ କୁଆଡୁ ଆଶ୍ଚର୍ଯ୍ୟରେ ପାଲା କୁହାଇଛ ନା ହାଲା କରୁଛ? ଖାଇବି ତତେ କୃଷ୍ଣ ଦେଖାଇ ଦେବୁ ହଁ ତୁ ବିଣ୍ଡିପୁର ଚାଲି ଯିବୁ କିନ୍ତୁ ବାବୁ ତତେ ବଳି ରହ, ରି ମା କାର ରକ୍ତ ପିଉଛି ହୋଇରେ। ତାକୁ ତମେ ପାଲା ମାଧ୍ୟମରେ ମାର ପାଖକୁ ଆସିଛ, ମାର ମର୍ଯ୍ୟାଦାକୁ ରକ୍ଷା କରିବା ପରିବର୍ତ୍ତେ ଅମର୍ଯ୍ୟାଦା କରୁଛ। ମା କା ରକ୍ତ ଖାଇନି। ପଣ୍ଡିତ ଡାକିଲା ବାଳକ, କହିଲା ଯଦି ମୁଁ ବଳି ପଡିଯିବି, ମୋ ମା ଏଠି ମତେ ବସିଛି, କେମିତି ମୋ ମୁଣ୍ଡକୁ ସେ କାଟିଦେବ, ତମେ କେମିତି ମାର ଭକ୍ତ ମୁଁ ଦେଖିବି? ଲଗେଇଲା ଲୟ ମା ପାଦ ପଦ୍ମରେ ବାଳକ ପଣ୍ଡିତ ସମର। ଜଗତଗୁରୁ ଶଙ୍କରାଚାର୍ଯ୍ୟ ଲେଖିଲେ, ଲଇଗିରି ନନ୍ଦିନୀ ନନ୍ଦିତ ମେଦିନୀ ବିଶ୍ୱବୀ ନନ୍ଦିନୀ ନନ୍ଦନୁତେ ବିନ୍ଧ୍ୟ ଶିରୋଧିନୀ ବାସିନୀ ବିଷ୍ଣୁ ବିଳାସିନୀ ବିଷ୍ଣୁନୁତେ ଭଗବତୀ ହେ ସ୍ମୃତି କଣ୍ଠ କୁଟୁମ୍ବିନୀ ଘୋରୁ କୁଟୁମ୍ବିନୀ ହେ ମହିଷାସୁର ମର୍ଦିନୀ ମୋର ବର୍ଷିନୀ ଦୁର୍ଧର ଧର୍ଷିନୀ ଦୁର୍ମୁଖ ବର୍ଷିନୀ ଦର୍ଶନ କିଲବିଶ ଶୋଷିନୀ ଶଙ୍କର କୋଷିନୀ ସିନ୍ଧୁ ସୁତ ରୋଷିନୀ ଦ୍ରୁପଦ ଶୋଷିନୀ ଗୋସର ହେ ମହିଷାସୁର ମର୍ଦିନୀ ଜଗଦମ୍ବକ ତପବନ ପ୍ରିୟ ବାସିନୀ ଦର୍ଶିନୀ ଆସର ଜାଳୟ ଶିଖର ଶିରୋମଣି ଶୃଙ୍ଗ ନିଜାଳୟ ମଜଗତେ ମଧୁ ମଧୁର ମଧୁ କୈଟଭ କାନ୍ଦିନୀ କୈଟଭ କାନ୍ଦିନୀ ଦାସର ହେ ମହିଷାସୁର ମର୍ଦିନୀ ଔଷଧ ଖଣ୍ଡ ବିଖଣ୍ଡିତ ତୁଣ୍ଡ ବିଖଣ୍ଡିତ ତୁଣ୍ଡ ଗଞ୍ଜାଧିପତ ଗନ୍ଧମି ଦାରୁଣ ଚଣ୍ଡ ପରାକ୍ରମ ଶୁଦ୍ଧ ମୃଗାଧିପତେ ପ୍ରଭୁଜ ଦଣ୍ଡନୀ ପାପିତ ଚଣ୍ଡନୀ ପାପିତ ପିଣ୍ଡ ଭଟ୍ଟାଧିପତେ ହେ ମହିଷାସୁର ମର୍ଦିନୀ। ମାକୁ ଡାକିଲା ପଣ୍ଡିତ ବାଳକ ଆଜ୍ଞା ସମର ପୁତ୍ର, ଟିକେ ପ୍ରାଚୀନ ସାହିତ୍ୟ ଗୁରୁତ୍ୱ ଦବା। ତୁ ସେମିତି ମା ହେଇକି ଠିଆ ହେଇଥବ। ପଣ୍ଡିତ ଗାୟକ ଲାଇବ୍ରେରୀ ମାର୍କେଣ୍ଡୟ ବାହିନୀପତି ଆଜ୍ଞା ଗୋଟେ ସୁନ୍ଦର ପଦ। ହଁ ଓଲା ଉତ୍ପଳ ଚିତ୍ର ନେତ୍ରା ସୁବର୍ଣ୍ଣ